2026 ମସିହା ଅପ୍ରେଲ ମାସ 14 ତାରିଖ ଦିନ ମହାବିଷୁବ ସଂକ୍ରାନ୍ତିର ଉତ୍ସବ ପାଳନ କରାଯିବା ସହିତ ଏହି ଦିନ ଓଡ଼ିଆ ନୂତନ ପାଞ୍ଜି ବା ନୂତନ ପଞ୍ଜିକାର ମଧ୍ୟ ପ୍ରଚଳନ କରାଯିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହା ଅପ୍ରେଲ ମାସର ମାସିକ ରାଶିଫଳ। ଅପ୍ରେଲ ମାସରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା ଗ୍ରହମାନଙ୍କର ପ୍ରଭାବରୁ ଏହି ମାସରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଘଟିବ, ଯାହାର ପ୍ରଭାବରେ ରାଶିଚକ୍ରର ସମସ୍ତ ରାଶି ବେଶ ପ୍ରଭାବିତ ହେବେ। ଅପ୍ରେଲ ମାସ 14 ତାରିଖ ଦିନ ଗ୍ରହ ଜଗତର ରାଜା ବୋଲି ପରିଗଣିତ ସୂର୍ଯ୍ୟ ମୀନ ରାଶି ପରିତ୍ୟାଗ କରି ନିଜର ଉଚ୍ଚ ରାଶି ମେଷ ରାଶିରେ ପ୍ରବେଶ କରିବେ। ମେଷ ରାଶି, ସିଂହ ରାଶି ଓ ଧନୁ ରାଶି ପାଇଁ ସୂର୍ଯ୍ୟଙ୍କର ମେଷ ରାଶିରେ ଏହି ଏକ ମାସର ଗୋଚର ବଡ଼ ଶୁଭପ୍ରଦ ରହିବ। ବିଶେଷ କରି କ୍ୟାରିୟର ଓ ଧନ ଦୃଷ୍ଟିରୁ ଏହି ତିନି ଗୋଟି ରାଶି ବେଶ ଲାଭବାନ ହେବେ। ଶୁକ୍ର ଏବଂ ବୁଧ ମହାଗ୍ରହଙ୍କର ଗୋଚର ମିଥୁନ, ତୁଳା ଓ ମୀନ ରାଶି ପାଇଁ ରୋମାନ୍ସ ଓ ଆର୍ଥିକ ଲାଭ ଆଣିଦେବ। ସେହିପରି ଅପ୍ରେଲ ମାସରେ ମଙ୍ଗଳଙ୍କର ସ୍ଥିତି କେତେକ ରାଶିକୁ ଶକ୍ତି ଓ ସାହସ ପ୍ରଦାନ କରିବ। ଗ୍ରହ ଜଗତର ସବୁଠାରୁ କ୍ରୂର ଓ ପାପୀ ଗ୍ରହ ଶନି ଅପ୍ରେଲ ମାସ 22 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଅସ୍ତ ରହିବେ। ଏହି ସମୟରେ ଶନି ମହାଗ୍ରହ ପ୍ରଭାବହୀନ ରହୁଥିବାରୁ ମେଷ ରାଶି, ବୃଷ ରାଶି ଓ ମିଥୁନ ରାଶି ସମେତ ଅନ୍ୟ କେତେକ ରାଶିଙ୍କର କ୍ୟାରିୟର, ବେପାର ବାଣିଜ୍ୟ ଓ ସ୍ୱାସ୍ଥ୍ୟ ଉପରେ ବଡ଼ ନେଗେଟିଭ ବା ନକାରାତ୍ମକ ତଥା ପଜିଟିଭ ଅଥବା ସକାରାତ୍ମକ ଉଭୟ ପ୍ରଭାବ ପଡ଼ିବାର ବିଶେଷ ସମ୍ଭାବନା ରହିଅଛି। ଅପ୍ରେଲ ମାସ 14 ତାରିଖ ଆମ ରାଜ୍ୟ ଓଡ଼ିଶାରେ ମହାବିଷୁବ ବା ପଣା ସଂକ୍ରାନ୍ତି ପାଳନ କରାଯିବା ସହିତ ନୂତନ ପାଞ୍ଜି ବା ପଞ୍ଜିକାର ମଧ୍ୟ ପ୍ରଚଳନ କରାଯିବ। ଏହିସବୁ ଘଟଣାବଳୀ ଦୃଷ୍ଟିରୁ ଚଳିତ 2026 ମସିହାର ଅପ୍ରେଲ ମାସ ଦ୍ୱାଦଶ ରାଶିଚକ୍ରର 12 ଗୋଟି ରାଶି ପାଇଁ ବଡ଼ ଘଟଣାବହୁଳ ମାସ ରହିବ। ଆଗାମୀ ଏପିସୋଡ଼ ବା ଅଧ୍ୟାୟମାନଙ୍କରେ ଜାଣିବା ଅପ୍ରେଲ ମାସରେ ଦ୍ୱାଦଶ ରାଶିଚକ୍ରର କେଉଁ ସବୁ ରାଶି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହୁଅଛି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।